ଓଡ଼ିଶା ମାତୃଶକ୍ତି ମିଶନର ମାତୃ ସମ୍ମିଳନୀ 2017 ମସିହାରୁ ଆରମ୍ଭ ହୋଇଥିବା ଓଡ଼ିଶା ମାତୃଶକ୍ତି ମିଶନର ପ୍ରଥମ ମାତୃ ସମ୍ମିଳନୀ 2025 ରାଉରକେଲାର ସେକ୍ଟର 6 ସ୍ଥିତ ଇସ୍ପାତ ସରୋବରଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ମିଶନର ଏମ୍ଡି ଡାକ୍ତର ସାମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ସଭାପତି ଶକ୍ତିପ୍ରଦା ଜେନାଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଅଧ୍ୟକ୍ଷା କଲ୍ୟାଣୀ ମିଶ୍ର ଓ ସମାଜସେବୀ କିଷାନ ଗୋଏଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାତୃଶକ୍ତି ମିଶନର ଆଭିମୁଖ୍ୟ ଓ ସମାଜ ପ୍ରତି ଦାୟିତ୍ୱବୋଧ ସହ ପ୍ରତିବଦ୍ଧତା ସମ୍ପର୍କରେ ଆଲୋଚନା କରିଥିଲେ। ମା'ମାନଙ୍କ ସଶକ୍ତିକରଣ ସମାଜକୁ ନୂତନ ବାର୍ତ୍ତା ଦେବା ସହ ଅନ୍ୟମାନଙ୍କ ପାଇଁ ଏହା ଉଦାହରଣ ହେବ ବୋଲି ସେ ମତ ଦେଇଥିଲେ। ପ୍ରାରମ୍ଭରେ ଏମ୍ଡି ଡାକ୍ତର ସାହୁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ଅନୁଷ୍ଠାନର ରାଜ୍ୟ ସଭାପତି ବୀଣାପାଣି ରାଉତ ସ୍ୱାଗତ ଭାଷଣ ଓ ରାଜ୍ୟ ସମ୍ପାଦିକା ପୁଷ୍ପଲତା ମଲ୍ଲିକ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରାୟ 50ଟି ଗ୍ରୁପର 500ରୁ ଉର୍ଦ୍ଧ୍ୱ ମା'ମାନେ ଯୋଗ ଦେଇଥିଲେ। ଏହି ମା'ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଯଥା ରଙ୍ଗୋଲି, ସଙ୍ଗୀତ, ମେହେନ୍ଦି, ନୃତ୍ୟ, ମ୍ୟୁଜିକ୍ ଚେୟାର ଆଦି ପ୍ରତିଯୋଗିତା କରାଯାଇ ସେଥିରେ ଉତ୍କର୍ଷତା ଲାଭ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ପ୍ରାରମ୍ଭରେ ସ୍ୱାଗତ ସଙ୍ଗୀତ ପରିବେଷଣ ଓ ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳତା ପାଇଁ ଆବାହିକା ଶକ୍ତିପ୍ରଦା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜରେଇକେଲା ସଭାପତି ଇନ୍ଦୁ ସାହୁ, ହେମଗିରି ସଭାପତି କୁମୁଦିନୀ ମେହେର, ସୁନ୍ଦରଗଡ଼ ସଭାପତି ପ୍ରଭାସିନୀ ସେଠ, ମହେନ୍ଦ୍ର, ସୁଭାଷିଷ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବ୍ୟୁରୋ ନ୍ୟୁଜ୍ ଓଡ଼ିଶା କଥା ୟୁଟ୍ୟୁବ୍ ଚ୍ୟାନେଲଟିକୁ ଆପଣମାନେ ଦେଖୁଛନ୍ତି। ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ ଓ ସେୟାର ମଧ୍ୟ କରନ୍ତୁ।